ଦେଖନ୍ତୁ ସାଧାରଣ ଲୋକଟିଏ ଜଙ୍ଗଲ ମଧ୍ୟରେ ବାସ କରିବା ବର୍ତ୍ତମାନ ସମୟରେ ଯଦିଓ ସରକାର ତାକୁ କୌଣସି ନା କୌଣସି ଉପାୟରେ ଯେହେତୁ ବନ୍ୟଜନ୍ତୁ ମାନେ ରହୁଛନ୍ତି ତାଙ୍କୁ ବିସ୍ଥାପନ କରିବାର କଥା ଉଠିଛି ଏବଂ ବିଭିନ୍ନ ସମୟରେ ବିସ୍ଥାପନ ମଧ୍ୟ କରାଯାଉଛି। ସେଭଳି କ୍ଷେତ୍ରରେ ଯୋଉଠି ନିଷେଧାଞ୍ଚଳ ରହିଛି ଯୋଉ ବନ ମଧ୍ୟକୁ କୌଣସି ସାଧାରଣ ବ୍ୟକ୍ତି ପ୍ରବେଶ କରିବାର ସେଠି କିନ୍ତୁ ଦେଖିବାକୁ ମିଳିଛି କିଛି ଲୋକ ଯାଇ ସେଠି ଜଙ୍ଗଲରେ ଭୋଜି କରୁଛନ୍ତି ଯୋଉଠି ସମ୍ପୂର୍ଣ୍ଣ ରୂପେ କୋର ଏରିଆ ବୋଲି କୁହାଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ କୋଉଠି ନା କୋଉଠି କାହାର ନା କାହାର ଅବହେଳା କାରଣରୁ ବନ ବିଭାଗ କିଭଳି ଭାବରେ କଥାକୁ ଜାଣିପାରିଲା ନାହିଁ ଏବଂ ସେମାନେ ପ୍ରବେଶ କରି ସେଠି ଭୋଜି କଲେ। ତେଣୁ ଏହା ନିଶ୍ଚିତ ଭାବରେ କାହାର ନା କାହାର ଅବହେଳା ରହିଛି। ତେଣୁ ଏହା ଏଭଳି କିଭଳି ଘଟଣା ପୁନରାବୃତ୍ତି ନ ହେବ ଏବଂ ଯେଉଁମାନଙ୍କ ଏଥିରେ ଅବହେଳା କରିଛନ୍ତି ଯାହାଦ୍ୱାରା ବନ ଭିତରେ ସେମାନେ ପଶିକି ଜଙ୍ଗଲ ଭିତରେ ଭୋଜି କରିଛନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟ ନିଶ୍ଚିତ ଭାବରେ ଆବଶ୍ୟକ ରହିଛି। ସବୁଠାରୁ ବଡ଼ କଥା ହେଲା ଯେ ମାନେ ସେମାନେ ସବୁବେଳେ ବିଭିନ୍ନ ସମୟରେ ବନ ବିଭାଗ ମାନେ ସଚେତନ ଅଛନ୍ତି ଏବଂ ଆଲର୍ଟ ମଧ୍ୟ ରହିଛନ୍ତି କିଭଳି ଭାବରେ ବନ ମଧ୍ୟରେ କୌଣସି ପ୍ରକାର ମାନେ ଶିକାରୀ କିମ୍ବା ସାଧାରଣ ଲୋକ ପ୍ରବେଶ ନ କରିପାରିବେ। ତ ଏଭଳି ଜଗିବା ସ୍ଥଳରେ ମଧ୍ୟ ସେମାନେ ପ୍ରବେଶ କରିଛନ୍ତି ନିଶ୍ଚିତ ଭାବରେ ହୁଏତ ବନ ବିଭାଗର କର୍ମଚାରୀଙ୍କର ସମ୍ପୃକ୍ତି ହେଇପାରେ। ଯଦି ସମ୍ପୃକ୍ତି ନାହିଁ ତେବେ ତାଙ୍କର ଅବହେଳା କ୍ଷେତ୍ର ହେଇପାରେ। ତେଣୁ ଏହା ତଦନ୍ତ ସାପେକ୍ଷ। ହଁ, ଆଉ ସବୁଠୁ ବଡ଼ କଥା ହେଲା ଜଙ୍ଗଲ ମଧ୍ୟରେ କୋର ଅଞ୍ଚଳ ଯାଇକି ଯେହେତୁ ସେମାନେ ଭୋଜି କରିଛନ୍ତି ତ ଏଥିରେ ମଧ୍ୟ ବନ୍ୟଜନ୍ତୁଙ୍କର ଶିକାର କରି ମଧ୍ୟ ଭୋଜି କରିବାର ସନ୍ଦେହ ରହିଛି। ତେଣୁ ଏହା ତଦନ୍ତ ଯୋଗ୍ୟ। ଯେଉଁମାନେ ବନ ବିଭାଗର ଅଧିକାରୀ ମାନେ ଅଛନ୍ତି ସେମାନଙ୍କର ସମ୍ପୃକ୍ତିକୁ ଯଦି ଅଛି ବା ନାହିଁ ତାହା ତଦନ୍ତ ସାପେକ୍ଷ। ନିଶ୍ଚିତ ଭାବରେ ସରକାର ଏଥିରେ ହସ୍ତକ୍ଷେପ ନେଇ ଏହାର କିଭଳି ତଦନ୍ତ କରାଯାଇପାରିବ ବନକୁ ସୁରକ୍ଷା ଦେଇପାରିବ ବନ୍ୟଜନ୍ତୁଙ୍କ ମାନଙ୍କୁ ସୁରକ୍ଷା ଦେଇପାରିବ ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ରହିଛି। ଯେ ସରକାରଙ୍କର ଏହା ଉପରେ ଏକ କଡ଼ା ନିର୍ଦ୍ଦେଶ ରହିଛି ଯେ ସାତକୋଶିଆ ଅଭୟାରଣ୍ୟ ବୋଲି କଥା ନୁହେଁ, ଯେତେ ଅଲ୍ ଓଭର ଓଡ଼ିଶାରେ ଯେତେ ଅଭୟାରଣ୍ୟ ରହିଛି ଏବଂ ସ୍ପେସିଫିକ୍ ସାତକୋଶିଆରେ ମଧ୍ୟ ଯେତେବେଳେ ଆପଣ ସାତକୋଶିଆ ଭିତରକୁ ପ୍ରବେଶ କରିବେ ଯେତେବେଳେ ଯେଉଁ ପ୍ରଥମ ଗେଟ୍ ପଡ଼ୁଛି ସେ ଗେଟ୍ ପାଖରେ ବି ମଧ୍ୟ ତାହା ଲେଖା ହେଇକି ମରା ହେଇଛି। ତାପରେ ବି ମଧ୍ୟ ସେଠିକି କେମିତି ମାନେ ଜଣେ ୟୁଟ୍ୟୁବର ଭଳି ଜଣେ ଯିଏ ଆଜିକାଲି ସୋସିଆଲ ମିଡ଼ିଆରେ ଯେଉଁମାନଙ୍କର ଅଧିକା ଭିଉଅର୍ସ ବୋଲି କହୁଛନ୍ତି ସେଭଳି ଲୋକ ୟୁଟ୍ୟୁବର ଚ୍ୟାନେଲ ଯେଉଁମାନେ ଚଲାଉଛନ୍ତି ସେମାନେ ସେଠି ଯାଇକି ଗୋଟେ ଭୋଜିର ଆସର କରିବା ଏହା ଆଜିର ସମୟ ପାଇଁ ଏକଦମ ନିନ୍ଦନୀୟ କଥା। ଏବଂ ସବୁଠୁ ବଡ଼ କଥା ହେଉଛି ଯେହେତୁ ଅନୁଗୁଳର କଥା ଇଏ ରହିଛି ଯେଉଁଠିକି ସ୍ଥାନୀୟ ଲୋକ ମଧ୍ୟ ସେଠିକି ଯାଉନାହାନ୍ତି କୌଣସି ଭୋଜିଭାତ କରିବା ପାଇଁ। ଯେଉଁମାନଙ୍କର ଗାଁ ଆଖପାଖରେ ସେଇ ଆଖପାଖ ଲୋକ ରହୁଛନ୍ତି ବସବାସ କରୁଛନ୍ତି ସେଠି ଯାଇକିନି ମଧ୍ୟ ତାଙ୍କ ଘର ପାଖରେ ହେଇକି ମଧ୍ୟ ସେ ଯାଇକି ଭୋଜି କରିପାରୁନାହାନ୍ତି। ସରକାରଙ୍କର ସେ ନିୟମକୁ ପାଳନ କରୁଛନ୍ତି। ଇଏ ଜଣେ ୟୁଟ୍ୟୁବର ସେଠିକି ଯାଇ ସେଠି ଭୋଜି ଭାତର ଆସର ଜମାଇବା ଏବଂ ଏଇଭଳି କରିବାଟା ନିଶ୍ଚିନ୍ତ ପୁଣି ତାକୁ ୟୁଟ୍ୟୁବ ଏବଂ ସୋସିଆଲ ମିଡ଼ିଆରେ ଛାଡ଼ିବା ଯେଉଁଟାକି ସାଧାରଣ ଲୋକ ୟାକୁ ଦେଖିଲେ ଆଗାମୀ ଦିନରେ ୟାର ଗୋଟେ ଖରାପ ପ୍ରଭାବ ପକାଇବ ସମାଜ ଉପରେ। କେମିତି ଯେ ଏତେ ଲୋକ ଯାଉଛନ୍ତି ସେଠିକି ଭୋଜି ଫୋଜି କରିବେ ଆମେ ବି ମଧ୍ୟ ଭୋଜି କରିବୁ ୟାକୁ ନେଇକି ମଧ୍ୟ ଗୁଡ଼ାଏ ଦ୍ୱନ୍ଦ୍ୱ ହବାର ଆଶଙ୍କା ରହିଛି। କିନ୍ତୁ ଆମେ ଗୋଟେ ଆଶା ରଖିବା ଯେ ତାର ଗୋଟେ ପରିଧି ଅଛି ଯେଉଁ ପରିଧି ଭିତରେ ଅନେକ ତାର ମାନେ ଷ୍ଟାଫ୍ ଅଛନ୍ତି ଯେଉଁ ଷ୍ଟାଫ୍ ତାକୁ ମଧ୍ୟ ମନା କରିବାର ଅଛି। ଯେତେବେଳେ ଗୋଟିଏ ଗେଟ୍ରେ ଏଣ୍ଟ୍ରି କରୁଛି ଆମେ ତ ବିଭିନ୍ନ ସମୟରେ ଯାଇଛୁ ସେ କୋର ଏରିଆକୁ ଆମର ଗାଡ଼ିକୁ ତନ କରି ସେମାନେ ସର୍ଚ୍ଚ କରନ୍ତି ଯେ ଗାଡ଼ିରେ କ'ଣ ଯାଉଛି କ'ଣ ନାହିଁ। ଇଏ ଗୋଟେ ଏତେ ସବୁ ଜିନିଷ ଗୋଟେ ଆସବାବ ପତ୍ର ନିହାତି ଯାଇଥିବ ଗୋଟେ ଭୋଜିର କେମିତି ସେ ଗେଟ୍ରେ ଛାଡ଼ିଲେ ସେ ଗେଟ୍ରେ ଯେଉଁମାନେ କାର୍ଯ୍ୟ କରୁଥିଲେ ସେମାନେ କ'ଣ ସେ ଗାଡ଼ିକୁ ଦେଖିନାହାନ୍ତି ଏପର୍ଯ୍ୟନ୍ତ? ସେ ଗାଡ଼ିକି ଦେଖିଥିବେ ନିଶ୍ଚିତ ସେମାନେ ବି ଜାଣିଥିବେ। ଯଦି ଜାଣିଥିଲେ ତାଙ୍କୁ ମନା କରିବା କଥା। ୟାକୁ କୌଣସି ନା କୌଣସି ଫରେଷ୍ଟ ଡିପାର୍ଟମେଣ୍ଟ ଏଥିରେ ବି ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଆମ ଆଶା ନାହିଁ। ଯେହେତୁ ଗୋଟେ କୋର ଏରିଆରେ ଭୋଜି ହେଇଛି ସେ ହେଉଛି ପ୍ରଥମ ଭୁଲ। ସେ ଭୁଲକୁ ନେଇ ଫରେଷ୍ଟ ଡିପାର୍ଟମେଣ୍ଟ ଏବଂ ସରକାରଙ୍କର ଯେଉଁ ନିୟମ ରହିଛି ସେ ନିୟମକୁ ନେଇକି କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଅଛି। ମତେ ଆମର ରାଜ୍ୟ କାର୍ଯ୍ୟାଳୟରୁ ହସ୍ତଗତ ହେଇଛି ଏବଂ ଆମେ ଅଲରେଡି ନିର୍ଦ୍ଦେଶ ଦେଇ ସାରିଛି। ନିୟମ ମୁତାବକ ଯାହା ବି ଆମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଆମେ ତାର ଅଲରେଡି ଉଦ୍ୟମ ଆରମ୍ଭ କରି ସାରିଛୁ। ଭିଡ଼ିଓରୁ ଯାହା ଜଣାପଡୁଛି କିଛି ଲୋକ ସେମାନେ ଆମର ପମ୍ପାସର ଗେଟ୍ରୁ ପର୍ଯ୍ୟଟକ ହିସାବରେ ଯାଇଛନ୍ତି ଏବଂ ଗୋଟେ ରୋଡ ସାଇଡରେ ଗୋଟେ ନାଳା ଅଛି ଯାହାକି ଆମର ଟାଇଗର ରିଜର୍ଭର ଏରିଆ ଆଉ ସେଠାରେ ଭୋଜି କରିବା ପାଇଁ ନିଷିଦ୍ଧାଞ୍ଚଳ ଭାବରେ ଆମର ବ୍ୟାନର ମଧ୍ୟ ଲଗା ହେଇଛି ଏବଂ ନିୟମର ବାହାରେ ସେମାନେ ସେଠାରେ କିଛି ରୋଷେଇ କରିଦେବାର ଭିଡ଼ିଓ ଉତ୍ତୋଳନ କରିଛନ୍ତି। ତେଣୁ ଏହାର ଆମେ ଅନୁସନ୍ଧାନ କରିବୁ ଆଉ ଯାହା ଯଦି ତାଙ୍କ ପାଖରେ ଯଦି କିଛି ଆମେ ଦେଖିଲୁ ନିୟମର ଅବମାନନା କରିଛନ୍ତି ତାହେଲେ ନିଶ୍ଚିତ ଭାବେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।